जय श्री जगन्नाथ भाई माने सर्वप्रथम गुरुदेव गणपति एवं जगदम्बा को प्रणाम करी आज आम सेशन स्टार्ट करवा। आज सेशन गोटे सेपरेट प्लेलिस्ट रहिबो। एथर टोटल 16टा वीडियो रहिबो। एटा गोटे सम्यक धारणा रहिबो जे दिग मानकर दोष एवं दोष निवारण। एटा गोटे सम्यक धारणा। मु कहूनी जे एइटी एमती एई भलिया ही हबो। जनरली शास्त्र जहाँ कहे ता उपरे मतामत रखिया को मतामत मु रखिबी। आज आम सर्वप्रथमे पूर्व दिगर दोष एवं दोष निवारण प्रक्रिया विषय जानिबा। तो सबुठी सबुबेले मन रखिबे गोटे जिनिस जे वास्तुरे जो दिगर कारक तत्व जहा से दिगर कारक तत्व जदि इम्बालांस हेई गला ताहले से दिगर कारक तत्व रिगार्डिंग प्रोब्लेम आपनको भोगिବାକୁ पड़िବ। चाहे से आम घरे हो चाहे से काहा भी घरे हो। जदि जेकोसी दिगरे कोनोसी घर तो एकदम परफेक्ट वास्तुरे बनी परिबो नाही। जो दिगरे जो भलिया दोष रहिबो सेई दिगर सेई प्रोब्लेम टा तुमको भोगिବାକୁ पड़िବ। भाई अष्ट दिगरे ମାନେ ଯେକୌଣସି ଗୋଟେ ଦିଗର ଯଦି ଦୋଷ ଥାଏ ସେ ଦିଗର କାରକ ତତ୍ତ୍ୱ ଆମେ ଆଗ ଅଲରେଡି ଡିସ୍କସନ କରିଦେଇଛେ। ପୂର୍ବ ଦିଗ କଣ କରେ, ପଶ୍ଚିମ ଦିଗ କଣ କରେ, ଏଗୁଡା ସବୁ ଅଲରେଡି ଡିସ୍କସନ ହେଇଯାଇଛି। ତ ଯଦି ପୂର୍ବ ଦିଗରେ ଦୋଷ ଥାଏ କଣ ହୁଏ ନା, ଯଦି ଘରର ପୂର୍ବ ଦିଗ ଉଚ୍ଚା ଥିବ ତାହେଲେ ସେ ଘରର କର୍ତ୍ତା ଯିଏ ସେ ସବୁବେଳେ ଦରିଦ୍ର ରହିବେ, ତାଙ୍କର ପଇସା ଅଣ୍ଟିବ। ଏବଂ ପୂର୍ବ ଦିଗରେ ଯଦି ପ୍ରୋବ୍ଲେମ ଥାଏ ତାହେଲେ ସନ୍ତାନ ମାନେ ରୋଗୀଣା ହେବେ ଏବଂ ସେମାନେ ମନ୍ଦ କାର୍ଯ୍ୟରେ ଲିପ୍ତ ହେବେ, ଘରର ଲୋକମାନଙ୍କର କଥା ଶୁଣିବେ ନାହିଁ। ଯଦି ପ୍ରାୟ ମୁଁ ଦି ତିନିଟା ଜାଗାରେ ଦେଖିଲିଣି, ଯଦି ଘରର ପୂର୍ବ ଦିଗରେ ଖାଲି ସ୍ଥାନ ନଥାଏ ନା, ଘରର ପୂର୍ବ ଦିଗ ଯଦି ଖାଲି ସ୍ଥାନ ନଥାଏ, ମାନେ ପୂର୍ବ ଦିଗରେ ଗୋଟେ ବଡ ବିଲ୍ଡିଂ ହେଇଗଲା କି ପୂର୍ବ ଦିଗ କୌଣସି କାରଣରୁ ବ୍ଲକ ହେଇଗଲା ବା ଆଉ ଗୋଟେ କିଛି ହାଇଅର ବିଲ୍ଡିଂ ପୂର୍ବ ଦିଗରେ କିଏ ତିଆରି କରିଦେଲା, ତାହେଲେ ସେ ଘରର ଲୋକମାନଙ୍କର ପୁଅ ହବାର ଟିକେ ଅସୁବିଧା ହୁଏ। ଆଉ ଯଦି ବି କୌଣସି ଘରର ମାନେ ଯଦି ବି ସେ ଘରେ ପୁଅ ହେଲେ ତାହେଲେ ଜେନେରାଲି ସେମାନେ ବିକଳାଙ୍ଗ ଜନ୍ମ ହେଇଥାନ୍ତି। ଯଦି କାହାର ପୂର୍ବ ଆଉ ଆଗ୍ନେୟ ଦିଗ ଇଷ୍ଟ ଆଉ ସାଉଥ ଇଷ୍ଟ ଦିଗରେ ଦ୍ୱାରଟା ଥାଏ ତାହେଲେ ଜେନେରାଲି ଦେଖାଯାଏ ତା ଉପରେ କୋର୍ଟ କେସ୍ ହୁଏ, ତା ଘରୁ ଚୋରି ରେଗୁଲାରଲି ହୁଏ ଏବଂ ସବୁବେଳେ ସେ ଘରେ ଅଗ୍ନି ଭୟ ଲାଗି ରହିଥାଏ। କୌଣସି ନା କୌଣସି କାରଣରୁ ନିଆଁ ଲାଗିଯାଏ ଯଦି ପୂର୍ବ ଆଉ ଆଗ୍ନେୟ ଦିଗରେ ଦ୍ୱାର ଥାଏ। ପୂର୍ବ ଆଗ୍ନେୟ, ମୋ କଥାଟା ବୁଝିପାରୁଛନ୍ତି ତ? ସାଉଥ ଇଷ୍ଟ ଆଉ ଇଷ୍ଟ ଭିତରେ ଯୋଉ ଜାଗାତିକ ରହିଲା ସେଇଠି ଯଦି କାହାର ଘର ଥାଏ ତାହେଲେ ଏଇ ଜିନିଷଟା ପ୍ରାୟ ଦେଖିବାକୁ ମିଳେ। ତାର କୋର୍ଟ କେସ୍ ହୁଏ, ସେ ଘରୁ କଣ୍ଟିନ୍ୟୁସଲି ଚୋରି ହୁଏ ଏବଂ ସେ ଘରେ ଅଗ୍ନି ଭୟର ଶିକାର ହେବାର ସମ୍ଭାବନା ଥାଏ ବା ନିଆଁ ଲାଗିଯିବାର ସମ୍ଭାବନା ଥାଏ। ଯଦି ପୂର୍ବ ଦିଗରେ କୌଣସି ଘରର ଚଉତରା ଥାଏ ତାହେଲେ କଣ ହବ ନା, ସେ ଘରେ ସବୁବେଳେ ଅଶାନ୍ତି କଳି କଜିଆ ଲାଗି ରହିବ ଏବଂ ଘରର ଯିଏ ହେଡ ଥିବେ ତାଙ୍କର ତାଙ୍କୁ କେବେ ବି ପଇସା ଅଣ୍ଟିବନି, ସବୁବେଳେ ନିଅଣ୍ଟିଆ ପରିସ୍ଥିତି ହବ। ଯଦି କୌଣସି ଲୋକ ପୂର୍ବ ଦିଗର ରାସ୍ତାକୁ ଲଗେଇକି ଘରଟା ତିଆରି କରିଦେଲା, ଆମକୁ କୁହାଯାଇଛି ବାସ୍ତୁରେ ଯେ କୌଣସି କୋଣଟାକୁ ଲଗେଇକି କୌଣସି କାମଟା କରିବ ନାହିଁ। ଯଦି ପୂର୍ବ ଦିଗର ରାସ୍ତାକୁ ଲଗେଇକି ଘର ତିଆରି କରିଛି ଏବଂ ପଶ୍ଚିମ ଦିଗ ତାର ଖାଲି ଅଛି ତାହେଲେ ତାକୁ କ୍ରୋନିକ ଡିଜିଜ ହବ। ଠିକ ଅଛି ନା? ହୁଁ। ଆଉ ଯଦି ପୂର୍ବ ଦିଗରେ କାହାର ଅଳିଆ ଗଦା ରହିଲା କି ପଥର ଗଦା ରହିଲା କି ମାଟି କୁଦ ରହିଲା ତାହେଲେ ସେଠି ଘରର ଧନ ହାନି ହବ, ସନ୍ତାନ ପୀଡାଟା ହେବ ହିଁ ହବ। ଏଇଟା ଆପଣ ମାନେ ମନେ ରଖିଥା, ଘରର ହାନି ହେବ ହିଁ ହବ ଏବଂ ସନ୍ତାନ ପୀଡାଟା ହେବ ହିଁ ହେବ। ଆଉ ଗୃହର ପଶ୍ଚିମ ଦିଗର ପାଚେରୀ ଠାରୁ ଯଦି ପୂର୍ବ ଦିଗର ପାଚେରୀ ଉଚ୍ଚା ରହିବ ସେଇଟା ଘରର ସନ୍ତାନ ମାନଙ୍କ ପ୍ରତି ବହୁତ ହି ଖରାପ। ସେ ଘରେ ସନ୍ତାନ ମାନେ ଚାକିରି ପାଇବେନି। ଯଦି ସନ୍ତାନ ମାନଙ୍କର କୌଣସି ଅସୁବିଧା ଥିବ, ଅସୁବିଧା ଇନ ଦାଟ କଣ୍ଟେକ୍ସଟ କି ସେମାନଙ୍କ ଘର ସନ୍ତାନଙ୍କର ତ ପ୍ରୋବ୍ଲେମ ହବ ଏବଂ ସେଇଟା ଏମିତି ହେଇପାରେ କି ସନ୍ତାନର ଆକ୍ସିଡେଣ୍ଟ ହେଇପାରେ। ଭାଇ ଦେଖ, ଏତିକି ମୁଁ କାହିଁକି କହିବି, କାରଣ ପୂର୍ବ ଦିଗର ସ୍ଵାମୀ ହଉଛନ୍ତି ଦିଗପାଳ ହିସାବରେ ଇନ୍ଦ୍ର ଏବଂ ଗ୍ରହ ହଉଛନ୍ତି ରବି। ଆମର ଯେତେ ବି ଜିନିଷ ସୃଷ୍ଟି ହେଇଛି ସୂର୍ଯ୍ୟଙ୍କଠୁ ସୃଷ୍ଟି ହେଇଛି। ସେଇଥିପାଇଁ ସେଇଥିପାଇଁ
ଆମେ କହୁ ଯେତେବେଳେ ରବିଙ୍କୁ ଉପାସନା କରୁ ତ୍ୱମେବ ବ୍ରହ୍ମା ତ୍ୱମେବ ବିଷ୍ଣୁ ତ୍ୱମେବ ପରମେଶ୍ୱର ତ୍ୱମେବ ପରମାତ୍ମା ଚ, ଏଇ ଗୋଟେ ଶ୍ଲୋକ ଅଛି, ମୋର ଏକ୍ଜାକ୍ଟଲି ସେଟା ମନେ ପଡୁନି, ମାନେ ସୂର୍ଯ୍ୟଙ୍କୁ ତ୍ରିମୂର୍ତ୍ତି ବୋଲି କୁହାଯାଏ। ବ୍ରହ୍ମା ବିଷ୍ଣୁ ଶିବଙ୍କର ଏକୀକୃତ ମୂର୍ତ୍ତି। ଠିକ ଅଛି। ତେଣୁ ସବୁବେଳେ ଘରର ଯେମିତି ସୂର୍ଯ୍ୟ ରଶ୍ମିଟା ଘରକୁ ପଡୁଥିବ ସେଇଟା ଧ୍ୟାନ ଦେବା ଦରକାର। ଯଦି ପୂର୍ବ ଦିଗରେ କୌଣସି ଲୋକର ଦୋଷ ନଥିବ ତାହେଲେ ସେ ବ୍ୟକ୍ତିର ସ୍ୱାସ୍ଥ୍ୟ ଭଲ ରହିବ, ତାର ପରାକ୍ରମ ଭଲ ରହିବ, ତାର ଯୋଉ ତେଜଟା ଭଲ ରହିବ, ସୁଖ ସମୃଦ୍ଧି ପାଇବ ଏବଂ ସେ ଗୌରବପୂର୍ଣ୍ଣ ଜୀବନ ଯାପନ କରିବ। ହୁଁ। ଠିକ ଅଛି। ଯଦି ପୂର୍ବ ଦିଗର ଏମିତି ପ୍ରୋବ୍ଲେମ ଅଛି ତେବେ ସ୍ଥାନ କାଳ ପାତ୍ର ହିସାବରେ ଆମେ ଜେନେରାଲି କଣ କରୁ ନା ଦିଗ ଦୋଷ ନିବାରଣ ସୂର୍ଯ୍ୟ ଯନ୍ତ୍ର ସ୍ଥାପନ କରିବା ଉଚିତ। ଏବଂ ପ୍ରତିଦିନ ସେ ଗୃହର ଅନ୍ତେବାସୀ ମାନଙ୍କୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ ପୂର୍ବକ ସୂର୍ଯ୍ୟ ଉପାସନା କରିବା ଉଚିତ। ଏବଂ ପୂର୍ବ ଦିଗରେ ଯେହେତୁ ପ୍ରତିନିଧିତ୍ୱ ସୂର୍ଯ୍ୟ ଗ୍ରହ କରନ୍ତି ଏବଂ ଏଇଟା କାଳ ପୁରୁଷର ଆଙ୍କୁ ମୁହଁ ବୋଲି କୁହାଯାଏ, ତେବେ ଯଦି ପୂର୍ବ ଦିଗର ଦ୍ୱାର ବନ୍ଧରେ ସୂର୍ଯ୍ୟ ଯନ୍ତ୍ର ସ୍ଥାପନ କରାଯାଏ ଏବଂ ବାସ୍ତୁ ମଙ୍ଗଳକାରୀ ତୋରଣ ଲଗାଯାଏ ତାହେଲେ ବାସ୍ତୁର ନିବାରଣ। ଏବଂ ଯଦି ପୂର୍ବ ଦିଗରେ ପ୍ରୋବ୍ଲେମ ଥାଏ ତାହେଲେ ଘରବାସୀ ମାନଙ୍କୁ ଆଦିତ୍ୟ ହୃଦୟ ସ୍ତୋତ୍ରକୁ ପାଠ କରିବା ଉଚିତ ଏବଂ ପୂର୍ବ ଦିଗରେ ନଳକୂପ କିମ୍ବା ପାଣି ଟାଙ୍କି ରଖିବା ଉଚିତ। ତେବେ ଆଜି ଆମେ ଜାଣିଲେ ଏଇ ଛୋଟ ଲେସନଟି ଭିତରେ ଯେ ପୂର୍ବ ଦିଗର ଦୋଷ ଥିଲେ କଣ କଣ ପ୍ରୋବ୍ଲେମ ହୁଏ ଏବଂ ତାର ସେ ଦୋଷକୁ ନିବାରଣ କରିବା ପାଇଁ କଣ କଣ ତାର ଷ୍ଟେପ। ଏବଂ କୌଣସି ଯନ୍ତ୍ର ସ୍ଥାପନ କରିଦବାଟା ବଡ କଥା ନୁହେଁ, କୌଣସି ମାନେ ତୋରଣ ସ୍ଥାପନ କରିବା ବଡ କଥା ନୁହେଁ, କିନ୍ତୁ ସେ ଯନ୍ତ୍ରଟା କନସେକ୍ରିଏଟ ମାନେ ତା ଦେହରେ ଜୀବନ୍ୟାସ ହେଇଥିବା ଦରକାର ଏବଂ ସେ ଯନ୍ତ୍ରଟି ଯୋଉଠି ରହୁଥିବ ଯେମିତି ସେଟା ସାତ୍ବିକ ଭାବରେ ରହୁଥିବ ସେଇଟା ବି ମାନେ ଭାବିବା ଦରକାର। ଯେହେତୁ ଆଚାର ପରମ ଧର୍ମ, ତେଣୁ ସୂର୍ଯ୍ୟାର୍ଘ୍ୟ ପ୍ରଦାନ କରିବା, ଘରର ଅନ୍ତେବାସୀ ମାନେ ଯଦି ପ୍ରତିଦିନ ଭଗବାନ ସୂର୍ଯ୍ୟଙ୍କୁ ସୂର୍ଯ୍ୟ ଅର୍ଘ୍ୟ ପ୍ରଦାନ କରନ୍ତି, ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତି, ତାହେଲେ ସେ ପୂର୍ବ ଦିଗର ଦୋଷକୁ ଅନେକାଂଶରେ କ୍ଷୟ କରିଦିଏ ସ୍ତୋତ୍ର ପାଠ ମାଧ୍ୟମରେ। କାହିଁକି ନା ଭଗବାନ ରାମ ଯେତେବେଳେ ଯାଇଥିଲେ ଲଙ୍କାକୁ ଯୁଦ୍ଧ କରିବା ପାଇଁ ସର୍ବପ୍ରଥମେ ସୂର୍ଯ୍ୟଙ୍କୁ ଉପାସନା କରିଥିଲେ ଏବଂ ସେଇଠି ଭଗବାନ ରାମ ଆଦିତ୍ୟ ହୃଦୟ ସ୍ତୋତ୍ର ରଚନା କରିଥିଲେ। ତେଣୁ ଏଇ ଛୋଟ ଛୋଟ ରିମେଡି ଦ୍ଵାରା ମଧ୍ୟ ପୂର୍ବ ଦିଗର ଦୋଷ ଗୁଡିକୁ ନିରାକରଣ କରିବାକୁ ଆମେ ସମ୍ଭବ ହେଇପାରିବ। ଠିକ ଅଛି। ତେବେ ଆଜ୍ଞା। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।